शुभ सकाळ सांगमाने घरକୁ ଆସିଛି ଚୁନା ମାଛ। ଦୁଇ ପ୍ରକାର ମାଛ ଆସିଛି। ଅଳ୍ପ ଆସିଛି ଛୋଟ ଛୋଟ ମୌରାଳି ମାଛ, ଆଉ ଏ ହେଉଛି ଟିକେ ବଡ଼ କରାଣ୍ଡି ମାଛ। ମାଛ ସବୁ ଏବେ ବଛା ହେଉଛି। ସବୁ ମାଛ ବଛା ସରିଲା ପରେ ଭଲ ଭାବରେ ଧୁଆ ହୋଇ ଲୁଣ ହଳଦୀ ଗୋଳା ହେବ। ତାପରେ ଭଜା ହେବ। ଦେଖନ୍ତୁ ଗୋଟି ଗୋଟି କରି ମାଛ ସବୁ ଏହିପରି ଭଜା ହେଉଛି। ଭଜା ସରିଲା ପରେ ସୋରିଷ ମସଲା ଦିଆ ହୋଇ ଆମ୍ବୁଲ ପଡ଼ି କରାଣ୍ଡି ମାଛର ଏକ ଚୁଚୁଡ଼ା ପ୍ରସ୍ତୁତ ହେବ। ଏବେ ତରକାରୀ ପାଇଁ ମସଲା ବଟା ସରିଲା। ସୋରିଷ ଜିରା ରସୁଣ ଲଙ୍କା ବଟା ହୋଇଛି। ପିଆଜ ଫୁଟଣ ପଡ଼ିଲା ବେଳେ ପଡ଼ିଥିଲା। ମସଲା ଏତେ ପଡ଼ିବନି। ଅଧା ମସଲା ଦିଆ ହୋଇ ତରକାରୀ ପ୍ରସ୍ତୁତ ହୋଇଛି। ଆଉ ମୌରାଳି ମାଛର ଭଜାକୁ ଆମେମାନେ ସେମିତି ଖାଇଥିଲୁ। ମୁଁ ଏବେ ଆସିଲି ବଢ଼ାବଢ଼ି କରି ପିଲାମାନଙ୍କୁ ଖାଇବାକୁ ଦେବି। ଆଜି ମାଛ ଚୁଚୁଡ଼ା ସହିତ ଆମ୍ବୁଲ ପଡ଼ି କୋଳଥ ଡାଲିଟା ହୋଇଛି। ଆଜି ସମସ୍ତେ ଭାତ ସହିତ ଚୁନା ମାଛ ଚୁଚୁଡ଼ା ଆଉ କୋଳଥ ଡାଲି ଖାଇଥିଲେ। ତା ସହିତ କିଛି ପିଆଜ ଲୁଣ ଥିଲା। ବାସ୍ ଏତିକି।